ଜଗନ୍ନାଥ ବନ୍ଧୁଗଣ, ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବର୍ଷକରେ 12 ମାସ ମଧ୍ୟରୁ ଏମିତି ଏକ ମାସ ଅଛି ଯାହାକୁ ପୁଣ୍ୟର ମାସ ବୋଲି କୁହାଯାଏ। ଆପଣ ଜାଣନ୍ତି କି ସେହି ମାସଟି କ'ଣ? ସେହି ମାସ ହେଉଛି ପବିତ୍ର ମାଘ ମାସ। ଏହି ମାସରେ ସ୍ୱୟଂ ଦେବତାମାନେ ମଧ୍ୟ ମର୍ତ୍ତ୍ୟମଣ୍ଡଳକୁ ଓହ୍ଲାଇ ଆସନ୍ତି। କିନ୍ତୁ ଆପଣ ଜାଣନ୍ତି କି କାହିଁକି ମାଘ ମାସରେ ସକାଳୁ ସ୍ନାନ କରିବାର ବିଧି ରହିଛି? ମୁଁ ଗୁରୁତ୍ୱ ଦିଆଯାଏ କାହିଁକି ଏହି ମାସରେ ଦାନ କଲେ କୋଟି ପୁଣ୍ୟ ମିଳେ। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ମାଘ ମାସର ବିଶେଷତ୍ୱ ଏବଂ ମାଘ ମାସର ରହସ୍ୟ। ମାଘ ମାସର ବିଶେଷତ୍ୱ ଏବଂ ମାଘ ମାସର ରହସ୍ୟ। ମାଘ ମାସର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଅରୁଣୋଦୟ ସ୍ନାନ। ଶାସ୍ତ୍ର ଅନୁସାରେ ଏହି ମାସରେ ପ୍ରତ୍ୟେକ ଜଳାଶୟକୁ ଗଙ୍ଗା ଜଳ ସଦୃଶ ପବିତ୍ର ମନାଯାଏ। ବୈଜ୍ଞାନିକ କାରଣ ହେଉଛି ଶୀତ ଦିନେ ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏବଂ ଆଧ୍ୟାତ୍ମିକ କାରଣ ହେଉଛି ପଦ୍ମପୁରାଣ ଅନୁସାରେ ଯିଏ ମାଘ ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରେ ତାର ସମସ୍ତ ପାପ କ୍ଷୟ ହୋଇଯାଏ ଏବଂ ସେ ମୋକ୍ଷ ପ୍ରାପ୍ତି କରେ। ମାଘ ମାସର ମୁଖ୍ୟ ତିଥି ଗୁଡ଼ିକ ହେଉଛି ଶୁକ୍ଳ ପଞ୍ଚମୀ ଅର୍ଥାତ୍ ଶ୍ରୀ ପଞ୍ଚମୀ, ସରସ୍ୱତୀ ପୂଜା, ଆଉ ମାଘ ସପ୍ତମୀ ବା ରଥ ସପ୍ତମୀ, ମାଘ ପୂର୍ଣ୍ଣିମା ଯାହାକି ଗଜ ଉଦ୍ଧାରଣ ଏକାଦଶୀ ବୋଲି କୁହାଯାଏ, ଭଗବାନ ବିଷ୍ଣୁଙ୍କର ବିଶେଷ ପୂଜା। ଏହି ମାସରେ କୋଣାର୍କର ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୁଏ। କୁହାଯାଏ ଶାମ୍ବ ଏଠାରେ ସ୍ନାନ କରି ସୂର୍ଯ୍ୟଦେବଙ୍କ ଆରାଧନା କରି ନିଜର କୁଷ୍ଠରୋଗରୁ ମୁକ୍ତି ପାଇଥିଲେ। ଏହି ମାଘ ମାସରେ କିଛି ଦାନ ଧର୍ମ କଲେ ବହୁତ ପୁଣ୍ୟ ହୁଏ, ଯେମିତିକି ତିଳ ଦାନ। ଏହି ମାସରେ ରାଶି ବ୍ୟବହାର ଏବଂ ଦାନର ମହତ୍ତ୍ୱ ବହୁତ ରହିଛି। ଗୀତା ପାଠ କରିବା ଅର୍ଥାତ୍ ପ୍ରତିଦିନ ଭଗବତ ଗୀତା ପାଠ କରିବା ବହୁତ ଶୁଭ ମନାଯାଏ। ଅନେକ ଲୋକ ପୁରୀ କିମ୍ବା ଗଙ୍ଗା କୂଳରେ ରହି ଏହି ମାସରେ ସଂଯମ ଜୀବନ ବିତାନ୍ତି। ଏହି ମାସରେ କ'ଣ କ'ଣ କରିବା ନାହିଁ ଆସନ୍ତୁ ଜାଣିବା। କ'ଣ କରିବା ନାହିଁ? ଏହି ମାସରେ ମାଂସାହାର ତ୍ୟାଗ କରିବା ଉଚିତ। କାହାକୁ କଟୁ କଥା କହନ୍ତୁ ନାହିଁ କିମ୍ବା ମିଛ କୁହନ୍ତୁ ନାହିଁ। ତେଣୁ ବନ୍ଧୁଗଣ, ମାଘ ମାସ କେବଳ ଏକ ମାସ ନୁହେଁ, ଏହା ନିଜର ଆତ୍ମାକୁ ଶୁଦ୍ଧ କରିବାର ଏକ ସୁଯୋଗ ଉପାୟ। ଏବଂ ଯଦି ଆପଣ ପ୍ରତିଦିନ ସକାଳୁ ସ୍ନାନ କରିପାରୁନାହାନ୍ତି ତେବେ ଅନ୍ତତଃ ପକ୍ଷେ ମାଘ ସପ୍ତମୀ ଏବଂ ପୂର୍ଣ୍ଣମୀ ଦିନ ନିଶ୍ଚୟ ସ୍ନାନ କରନ୍ତୁ। ଆଶା କରୁଛି ଏହି ତଥ୍ୟ ଆପଣଙ୍କୁ ବହୁତ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ ଏବଂ ନିଜ ପରିବାର ସହିତ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବା ଲେଖିବାକୁ ଭୁଲନ୍ତୁ ନାହିଁ। ଯଦି ମାଘ ମାସ ବିଷୟରେ ଆଉ କିଛି ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚୟ କମେଣ୍ଟ ବକ୍ସରେ ମୋତେ ଜଣାନ୍ତୁ। ରହୁଛି ଆଜ୍ଞା। ଜୟ ଜଗନ୍ନାଥ।